ଯୋଉ ଗୁଡ଼ିଏ ରହିଛି ତମ ପଦ ପଦ ପରାର୍ଥ ବକ୍ରତା କାହା କହିବା ଯଦି ପଦର ପରାର୍ଥ ଅର୍ଥରେ ଅର୍ଥାତ୍ ପଦ ପରାର୍ଥ କହିବା ଅର୍ଥାତ୍ ପ୍ରତ୍ୟୟ ବୈଚିତ୍ର୍ୟ ଦ୍ୱାରା ଯଦି ବକ୍ରତା ସୃଷ୍ଟି ହେଉଛି ତାକୁ ଆମେ କ'ଣ କହିବା ପଦ ପରାର୍ଥ ବକ୍ରତା ବୋଲି କହିବା। ଯଦି ପଦର ପରାର୍ଥ ଅର୍ଥାତ୍ ପ୍ରତ୍ୟୟ ବୈଚିତ୍ର୍ୟ ଦ୍ୱାରା ଯଦି ବକ୍ରତା ସୃଷ୍ଟି ହେଉଛି ଯଦି ଶବ୍ଦର ଯଦି ଚମତ୍କାରିତାପୂର୍ଣ୍ଣ ରଚନା ଯଦି ସୃଷ୍ଟି ହେଉଛି ତାକୁ ଆମେ କ'ଣ କହିବା ପଦ ପରାର୍ଥ ବକ୍ରତା ବୋଲି ଆମେ କହିପାରିବା। ଏଇ ବକ୍ରତାକୁ ଆଉ କ'ଣ କହିବା ଏଇ ବକ୍ରତାକୁ ଆମେ ମଧ୍ୟ ପ୍ରତ୍ୟୟ ବକ୍ରତା ମଧ୍ୟ ଆମେ କହିପାରିବା। ପଦ ପରାର୍ଥ ବକ୍ରତାର ଅନ୍ୟ ନାମ ହେଉଛି ପ୍ରତ୍ୟୟ ବକ୍ରତା। ଠିକ ଅଛି ତାହେଲେ ଆନନ୍ଦ ବର୍ଦ୍ଧନ ଏହି ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଛନ୍ତି ଧ୍ୱନି ସମ୍ପର୍କରେ ମଧ୍ୟ ପ୍ରତିପାଦନ କରିଛନ୍ତି ଏବଂ ସେ ମୁଖ୍ୟତଃ 6 ମୁଖ୍ୟ ଭେଦ ସୃଷ୍ଟି କରିଛନ୍ତି ବକ୍ରତାର। ଗୋଟେ ହେଉଛି କାଳ ବୈଚିତ୍ର୍ୟ ବକ୍ରତା, ଗୋଟେ ହେଉଛି କାରକ ବୈଚିତ୍ର୍ୟ ବକ୍ରତା, ଗୋଟେ ହେଉଛି ବଚନ ବୈଚିତ୍ର୍ୟ ବକ୍ରତା, ଗୋଟେ ହେଉଛି ପୁରୁଷ ବକ୍ରତା, ଗୋଟେ ହେଉଛି ଉପଗ୍ରହ, ଗୋଟେ ହେଉଛି ପ୍ରତ୍ୟୟ ବକ୍ରତା। ତାହେଲେ ପଦ ପରାର୍ଥ ବକ୍ରତାକୁ ସେ 6 ଭାଗରେ ବିଭକ୍ତ କରାଯାଇଅଛି। ଠିକ ଅଛି ଆମେ ପ୍ରଥମେ ଦେଖିବା କାଳ ବୈଚିତ୍ର୍ୟ ବକ୍ରତା କ'ଣ ହୋଇଥାଏ। କାଳ ହେଉଛି କ'ଣ ସମୟ। ତାହେଲେ ଯେଉଁଠାରେ ଚମତ୍କାରିତା ପାଇଁ କାଳ ବିଶେଷଣ ପ୍ରୟୋଗ ଉପରେ ନିର୍ଭର କାଳର ବିଶେଷଣ ପ୍ରୟୋଗ ଉପରେ ନିର୍ଭର କରିଥାଏ ସେତେବେଳେ ତାହା କାଳର ବୈଚିତ୍ର୍ୟ ବକ୍ରତା। କାଳ ବା ସମୟ କହୁଛନ୍ତି ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ କାଳ ଗୁଡ଼ିକ ରହିଛି। ତାହେଲେ ଏମିତି କିଛି ଚମତ୍କାରିତାପୂର୍ଣ୍ଣ ରଚନା ରହିବ ଯାହାକି ସମୟର ବିଶେଷଣଟା ଏଥିରେ ବ୍ୟବହାର ରହିବ। ଯେମିତି ଆମେ ଦେଖିବା କ'ଣ ହୋଇଥାନ୍ତି ପ୍ରତ୍ୟୟମାନ କବିମାନେ କ'ଣ କରିଥାନ୍ତି କଳ୍ପନା ଦ୍ୱାରା ବର୍ଣ୍ଣନା କରିଛନ୍ତି ବର୍ତ୍ତମାନକୁ ନେଇକି ବର୍ଣ୍ଣନା କରିଛନ୍ତି ହେଲା। ମାନେ ପୂର୍ବରେ କ'ଣ ଘଟିବ ତାକୁ ଆମେ ବର୍ତ୍ତମାନ ନେଇକି କବିମାନେ କ'ଣ କରିଛନ୍ତି କଳ୍ପନା କରିକି ରଚନା କରିଛନ୍ତି। ଯେମିତି ମାଳିକା ରଚନା କରାଯାଇଛି ଭବିଷ୍ୟତରେ କ'ଣ ଘଟିବ ପ୍ରତ୍ୟୟମାନ କବିମାନେ ବର୍ତ୍ତମାନ ସେମାନେ ଭବିଷ୍ୟତ କଥାକୁ ଆଣିକି କଳ୍ପନା କରିକି ରଚନା କରିପାରୁଛନ୍ତି ହେଲା। ତେଣୁ କବି ନିଜର ପ୍ରତିଭା ଦ୍ୱାରା ବର୍ତ୍ତମାନରେ ଥାଇ ମଧ୍ୟ କଳ୍ପନା ଦ୍ୱାରା ନିଜ ବର୍ଣ୍ଣନାରେ ବହୁ ଅତୀତ ଘଟଣାକୁ ଅତୀବ ସଜୀବ ଭାବରେ ସେମାନେ ବର୍ତ୍ତମାନରେ ଉପସ୍ଥିତ କରାଇ ପାରିଥାନ୍ତି। ତେଣୁ ଭବିଷ୍ୟତରେ ଘଟିଥିବା ଘଟଣାକୁ ସେମାନେ ବର୍ତ୍ତମାନକୁ ନେଇ ଆସିଥାନ୍ତି। ଏଇଭଳି ଭାବରେ ରଚନା ଯଦି ତମେ କୌଣସି କାବ୍ୟରେ ବା ରଚନାରେ ଦେଖିବାକୁ ପାଇବ ତାକୁ ଆମେ କ'ଣ କହିବା କାଳ ବୈଚିତ୍ର୍ୟ ବକ୍ରତା ବୋଲି ଆମେ ତାକୁ ଆମେ କହିପାରିବା। କାଳ ବା ସମୟର ରଚନାର ଯେଉଁ ବିଶେଷଣର ବର୍ଣ୍ଣନା କରାଯାଉଛି। ତେଣୁ ସେଇଭଳି ଭାବରେ ପ୍ରେମ ଚିନ୍ତାମଣିର ଗୋଟେ ଉଦାହରଣ ଦେଖିବା ଥିଲେ ଦୋଷ ମୁହିଁ ଲୋକେ କୋପନା ନିନ୍ଦିବେ ସୁମୁହିଁ ଲୋକରେ କୋପନା ଯେ ଜ୍ଞାନ ନାହିଁ ନବୀନା ମଦନ ରସେ ମୋତେ ଦୋଷ ନବୀନା ମଦନ ରସରେ ହେଲା। ତାହେଲେ ଏଠାରେ କହୁଛନ୍ତି ରସରାଜ ବିରହୀ ଶ୍ରୀକୃଷ୍ଣଙ୍କର ଉକ୍ତ ସଂଳାପରୁ ଆମେ ଜାଣିବାକୁ ମିଳେ କି ଶ୍ରୀରାଧା ତାଙ୍କ ନିକଟରେ ଉପସ୍ଥିତ ଥିବା ପରି ମନେ ହୁଏ ହେଲା। ତେଣୁ ବାସ୍ତବ ଶ୍ରୀରାଧା ବିରହରେ ଶ୍ରୀକୃଷ୍ଣଙ୍କର ଏହି ବାଣୀ ଅତୀବ ବର୍ତ୍ତମାନକୁ ସଂଯୋଜିତ କରିଦେଉଛି। ତେଣୁ ଯେତେବେଳେ ଅତୀତରେ ବର୍ତ୍ତମାନକୁ ଯେତେବେଳେ ସଂଯୋଜିତ କରୁଛି ଅତୀତରେ ରାଧା ଏବଂ କୃଷ୍ଣ ଅଲଗା ହେଇଯାଇଛନ୍ତି। ବର୍ତ୍ତମାନ କ'ଣ କରୁଛନ୍ତି ରାଧାଙ୍କର ବିରହରେ ଶ୍ରୀକୃଷ୍ଣ ଏହିପରି ଭାବରେ ସଂଳାପ ଉଚ୍ଚାରଣ କରୁଛନ୍ତି। ତାହେଲେ ଅତୀତରେ ସଂଳାପ ହେଇଯାଉଛନ୍ତି ବର୍ତ୍ତମାନ ସେଇ ଦୁଃଖଟାକୁ ସେମାନେ ବୁଝିପାରୁଛନ୍ତି। ବର୍ତ୍ତମାନ ସେଇଟା ତାକୁ ଆମେ କ'ଣ କରୁଛନ୍ତି ବର୍ତ୍ତମାନକୁ ଯେହେତୁ ଆଣିପାରୁଛି ତାକୁ ଆମେ କାରକ ଆମେ କହିବା କାଳ ବୈଚିତ୍ର୍ୟ ବକ୍ରତା ବୋଲି କହିବା। ଓକେ ସେଇଭଳି ଭାବରେ ରହିଯାଉ ଗୋଟେ ଲାବଣ୍ୟବତୀରେ ପ୍ରାଣେଶ୍ୱର ବିନା ଆନ ବଚନେ ଡାକନ୍ତି ନାହିଁ ତୋତେ ରଜନୀ ଦିନରେ ପ୍ରସଙ୍ଗ ବସେ ଆରମ୍ଭିଲେ ତୁ କୋପ ଛଡ଼ାଉଥାନ୍ତି ଚାଟୁ ପ୍ରକାଶିତା ପରେ। ତେଣୁ ଏଠିରେ ବର୍ଣ୍ଣନା କରାଉଛି କି ଲାବଣ୍ୟବତୀ ବିରହରେ ଚନ୍ଦ୍ରଭାନୁର ଏହି ଶୋକ କାଳ ବୈଚିତ୍ର୍ୟ ବକ୍ରତାର ଗୋଟେ ଉଦାହରଣ ପାଲଟିଛି। ତେଣୁ ବର୍ତ୍ତମାନରେ ଥାଇ ମଧ୍ୟ ଚନ୍ଦ୍ରଭାନୁର ବିରହୋକ୍ତି ଅତୀତକୁ ଆଣିପାରୁଛି। ତେଣୁ ଅତୀତ ସହିତ ବର୍ତ୍ତମାନର ଏକାକାର ଯଦି କରାଯାଇପାରୁଛି ହେଲା। ତେଣୁ ଅତୀତରେ କ'ଣ ଘଟିବ ବର୍ତ୍ତମାନରେ ତାକୁ ଆଣିକି ଯଦି ବର୍ଣ୍ଣନା କରାଯାଇପାରିବ ତାକୁ ଆମେ କ'ଣ କହିବା କାଳ ବୈଚିତ୍ର୍ୟ ବକ୍ରତା ବୋଲି ଆମେ କହିପାରିବା। ସେଇଭଳି ଭାବରେ
कारक वैचित्र वक्रता कारक वक्रता कौन होता है कारक आम देखा जो सामान्य कारक बा मुख्य रूप से तथा मुख्य कारक सामान्य रूप से प्रकाशित होता है आम कारक वक्रता बोली कहबा जदि सामान्य कारकटा जदि मुख्य कारक रूप से बा मुख्य कारकटा जदि सामान्य कारक रूप से जदि व्यवहृत हुए पदरे जदि व्यवहृत होता है ताकू आम कौन कहबा कारक वक्रता कारकर जो चमत्कारिता प्रकाश पाऊँ तेणु ये वर्णना कराउछि कि कौन सी अपूर्व भंगिमा द्वारा जदि कथनर बा वाच्यर बा वक्तव्यर जदि रमणीयता सृष्टि हुए रमणीयता जदि परिपुष्ट करा जाई पारे ताकू आम कारक वक्रता कहबा है तेणु ए वर्णना कराउछि कारक वक्रता प्रयोग रे कुशलता उपरे निर्भर करिथाए है समस्ते कारक वक्रता व्यवहार करें समस्ते उत्तम वाच्य व्यवहार करें नहीं जमी रही दिव्य रुचि की रुचिला मूर्तिका भक्षण चंचल चलन मान छाड़िला इक्षण जो वर्णना करा जाउछि ता कारक वक्रता बोली आम कहीपर से भाई वचन वक्रता जदि सृष्टि हुए है आम जो कथा कहते वाक्य कहते जदि चमत्कारितापूर्ण हुए ताको आम वचन वक्रता बोली आम कहीपर तेणु जो स्रष्टा काव्य जदि वैचित्र संपादना निमंते संख्या बा वचनर बा विपर्य करिथांती बा वचनर बा कथनर जदि चमत्कारिता सृष्टि करिथांती है से आम वचन वक्रता बोली कहबा ताने जो कवि माने कौन कहते काव्य को सरस सुंदर मधुर करने वचनर उचितपूर्ण पद शब्दर व्यवहार करिथांती जदि वचन बा कथार जदि चमत्कारिता सृष्टि होउची ताको आम वचन कहबा वचन वक्रता कहबा साधारण भाव में कवि केतक स्थल रे काव्यर शोभावर्धन निमंते एक वचन स्थान रे बहुवचन और बहुवचन स्थान रे एक वचन व्यवहार करि दैथांती है वचन वक्रता हो जाए कथार चमत्कारिता देखा मिले एवं वचनर व्यवहार करिथांती है तेणु एठिरे कराउछि आंभ कन्या जाचिबा नुहिब सनमत करिब जेमंत कर उपाय तेमंत जे तेणु एठिरे एक वर्ण होछि कि एक वर्ण स्थान रे मु स्थान रे एठिरे आंभेर मु कन्या एठि देख जने कन्या दउछि हला एठिरे जो कथाटा कहउछि एठिरे मु न लगे कि आंभ शब्दटा को आंभ कन्या हला तेणु आंभ कन्या जाचिबा नुहिब सनमत करिब जेमंत कर उपाय तेमंत जे एठिरे मु शब्द व्यवहार करिबा बदल रे एठिरे बहुवचन बा आंभ शब्द कराइके एठिरे वचनर बा कथार वक्रता है कथनर वक्रता बा कथनर शोभावर्धन करने एठी वचन को नि एक वचन हेबा जगार एठी आंभ शब्द व्यवहार करके बहुवचन सृष्टि करा जाउछि तेने एठी कथनर शोभावर्धन करने बा वचनर कथार शोभावर्धन करने एठी वचन को व्यवहार करा जाउछि से भाई पुरुष वक्रता आम जाने आमर प्रथम पुरुष द्वितीय पुरुष तृतीय पुरुष रोचे तेना आम कौन कर सहित आमर काव्य उत्तम पुरुष मध्यम पुरुष है रही अधम पुरुष यही भाव में पुरुषर विवाहीकरण करा तेणु आम पुरुष वक्रतार देखा पाइबा कि जो काव्यकर्ता बा कवि काव्यर शोभावर्धन निमंते उत्तम पुरुष मध्यम पुरुष स्थान रे अन्य पुरुषर व्यवहार करिथांती सेठिरे पुरुष वक्रता साधारण भाव में होता है जमी आम देखा पाइला बने अइले तिनी बेनी रहिले एक गला एका होई जे हला बोलिबा को आह केही नाही साहा सेजन बंचिब केही जे बल्लभ वन प्रिय कह एते जे ब्रह्मांडनाथ हाथ धरी अनाथ किसुबु अछि जगत जे हला तने बने अइले तिनी बेनी रहिले एक गला एक होई जे तने ठीक आमे देखिबा बोलिबा को आहा केही नाही सा सेजन बंचिब केही जे तने एठी आमे कहिबा जेमि राम सीता लक्ष्मण वन को आसिले दुई जन गोटे जगह रहिले आउ जने अलग आइक रहिला रावण ताको नै गला तने से जो एका रहिला से बंचे किपरि हला तेणु ब्रह्मांडनाथ हाथ धरी अनाथ कि शुभु अच्छी जगत जाने सीता कौन करते ब्रह्मांडनाथ अर्थात विष्णु का हाथ विष्णु रूप धारण करते रामचंद्र हाथ धरी सी आज अनाथ हो से रावण पाखे रही से कथा कहते आंभे आंभे स्थान रे एठी तिनी बेनी है
ବନେ ହୋଇଲେ ତିନି ବେନି ରହିଲେ ଏକ ଗଲା ଏକା ହୋଇଛେ ସେ ଜନ। ତାହେଲେ ଏଠିରେ ଆମ୍ଭେ ସ୍ଥାନରେ ତିନି ଶବ୍ଦ ହେଲା, ତୁମ୍ଭେ ସ୍ଥାନରେ ବେନି ଶବ୍ଦ ଏବଂ ମୁଁ ସ୍ଥାନରେ ଏକ ବା ସେ ଜନ ବ୍ୟବହାର ହୋଇ ଏଠିରେ ପୁରୁଷ ବକ୍ରତା କରାଯାଇଛି ହେଲା। ତେଣୁ ଏଠିରେ ବେନି କହିଲେ ଦୁଇ ହେବା, ଏଠିରେ ଦୁଇ ହେଲେ ଏଠି କଣ ତୁମ୍ଭେ, ଏକରୁ ଅଧିକ ହେଲେ ତୁମ୍ଭେ ଶବ୍ଦ ବ୍ୟବହାର କରୁ ଆମେ। ଓକେ, ତେଣୁ ଅଧିକ ହେଲେ ଆମେ ଏଠି କଣ ତିନି ହେଲେ ଆମେ ଆମ୍ଭେ, ଆମେ କାରଣ ରାମ ସୀତା ଲକ୍ଷ୍ମଣ ତିନି ହେଲେ ଏଠି ଆମ୍ଭେକୁ ବୁଝେଇବ, ଏଠି କିନ୍ତୁ ତିନି ଶବ୍ଦ ବ୍ୟବହାର କରାଯାଇଛି ହେଲା। ଏଠି ଏକ ଶବ୍ଦ ଏକ ହେଲେ ମୁଁ, ଆମେ ଯଦି ମୁଁ ଯାଉଛି, ମୁଁ ଏକ ଯାଉଛି ନା, ଜଣେ ଯାଉଛି, ତେଣୁ ଏଠିରେ ମୁଁ ନ ଲଗେଇକି ଏଠି ଏକ ଶବ୍ଦ ବ୍ୟବହାର କରାଯାଉଛି ହେଲା। ତେଣୁ ସେ ଜନ ଜାଗାରେ ଏକ ହେବା କଥା, ସେଠି ସେ ଜନ ବ୍ୟବହାର କରାଯାଉଛି। ତେଣୁ ଏଠିରେ କଣ କରାଯାଉଛି, ପୁରୁଷର ପରିବର୍ତ୍ତନ କରାଯାଉଛି ହେଲା। ତେଣୁ ସେଠି ଆମେ କଣ କହିବା, ପୁରୁଷ ବକ୍ରତା ବୋଲି ଆମେ କହିପାରିବା। ଠିକ ଅଛି, ଏଇସବୁ ବକ୍ରତା ଗୁଡ଼ିକ ରହିଛି, ତମେ ସବୁ ପଢିଦବ, ଏଇଗୁଡ଼ିକ ମୁଁ ପଢଉନି, ଏଇଗୁଡ଼ିକ ସବୁ ରହିଛି, ସେଗୁଡ଼ିକ ସବୁ ଦେଖିଦବ ହେଲା, ନିଜେ ସବୁ ପଢିଦବ। ତାହେଲେ ଆମର ପ୍ରଥମ ଚାପ୍ଟରଟା ପୁରା କମ୍ପ୍ଲିଟ ହେଇଗଲା ତମର ହେଲା। ରସ ରୀତି ଔଚିତ୍ୟ ବକ୍ରତି PDF ଦେଇଦେଇଛି, ପ୍ରଶ୍ନ ଦେଇଯାଇଛି ବକ୍ରତି ଆଉ ଚିତ୍ର, ତାକୁ ଭଲ ଭାବରେ ଦେଖିଦବ ହେଲା। ଆମର ୟା ପରେ କଣ ରହିଛି, ପାଶ୍ଚାତ୍ୟ ସାହିତ୍ୟ ଆମର ଏଣ୍ଡ ହେଇଗଲା। ଏବେ ଆମେ ଆଲୋଚନା କରିବା ପାଶ୍ଚାତ୍ୟ, କାଲିଠୁ ଆମେ ପାଶ୍ଚାତ୍ୟ ସାହିତ୍ୟ ଉପରେ ଆଲୋଚନା କରିବା। ଠିକ ଅଛି, ଲିଜା ରାଧା ବୁଝିପାରିଲ? ବୁଝିଲ कि नहीं तुम दी जाएंगे? अच्छो कि दी जाएंगे नहीं ना दी जन नहीं खाली मिछटा मोबाइल तो दे पड़े पड़े खाली हमें रोमांटिसिज्म पढ़िया। ओके।